चिन्मरंजन प्रधान द्वितीय रज समारोह 2026 କରାଯାଇଛି। ଆଜି ତାର ଦ୍ୱିତୀୟ ଦିନ ରଜ ସମାରୋହ। ରଜ ଖାଲି ପର୍ବ ନୁହେଁ, ନାରୀର ଶକ୍ତି କୃଷକର ଶକ୍ତି। ଏ ରଜ ସମାରୋହ ଆମେ କରାଯାଉଛି। ଆଜିକାଲି ରଜ ମହୋତ୍ସବକୁ ଲୋକ ଭୁଲି ଗଲେଣି। ଯେମିତି କହନ୍ତି ରଜ ଦୋଳି, ପୋଡ଼ ପିଠା ଏବଂ ମା ଭଉଣୀ ମାନେ ଅଳତା ଲଗେଇବା, ପୁଚି ଖେଳ। ଆଜିକା ଡେଟ୍ରେ ମୋବାଇଲ ସ୍କ୍ରିନ୍ ଭିତରେ ପଶି ଏ ରଜକୁ ଭୁଲିଗଲେଣି। ଆମେ ରଜ ମହୋତ୍ସବ କରିବାର କାରଣ ହେଲା ଆକୁ ମନେ ପକାଇ ଦେଉ, ପୁଣି ଆମ ଯେଉଁ ପାରମ୍ପରିକ ରଙ୍ଗକୁ ଆମେ ପୁଣି ରଖିବୁ, କେମିତି ବଜାୟ ରଖିବୁ, ଏ ଆୟୋଜନ କରାଯାଇଛି। କାଲି ନା ଆଜିର କହୁଛନ୍ତି? କାଲିର ମୁଖ୍ୟ ଅତିଥି ଆସିଥିଲେ ସମୀର ଦାସ, ମିନିଷ୍ଟର ପୂର୍ବତନ, ଏବଂ ସଂଗ୍ରାମ କିଶୋର ପାଇକରା ଆସିଥିଲେ। ଏଇଟା ତିନି ଦିନ ଧରି ଆୟୋଜନ କରାଯାଇଛି। କାଲି ପ୍ରଥମ ରଜ ହେଇଥିଲା, ଆଜି ଦ୍ୱିତୀୟ ରଜ କରାଯାଉଛି। ଆଜି ଆମର ଆସୁଛନ୍ତି ପୂର୍ବତନ ମନ୍ତ୍ରୀ ସୁରଜ କୁମାର ରାଉତରାୟ ଏବଂ ବିଧାୟକ ଏକାମ୍ବର ବାବୁ ସିଂ। ଧଉଳି ବିକାଶ ମଞ୍ଚ ଚିନ୍ମୟ ପ୍ରଧାନ ବାବୁ ବାବୁ ଯୋଉ ନୂଆ ଚିନ୍ତାଧାରା ନେଇଛନ୍ତି, ରଜକୁ ନେଇ 50 ଦୋଳି ଲାଗିଛି, ବିଭିନ୍ନ ପିଲାମାନେ ଦୋଳି ଖେଳୁଛନ୍ତି, ପୁଚି ଖେଳ ହଉଛି। ସନ୍ଧ୍ୟାରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବଡ଼ ବଡ଼ ସେଲିବ୍ରିଟି ସାଂସ୍କୃତିକ କାର୍ଯ୍ୟକ୍ରମ ହଉଛି। ଆଗରୁ ଗୋଟେ କ'ଣ ଭାଇଚାରା ସୃଷ୍ଟି ହଉଛି। ରଜ ଯେମିତି ଆସ୍ତେ ଆସ୍ତେ ଲୋକମାନେ ରଜ ଠାରୁ ଦୂରେଇ ଯାଉଥିଲେ, ତାକୁ ଏକଜୁଟ କରିବା ପାଇଁ ମାନେ ଯୁବ ସମାଜ ହଉ, ନାରୀ ସମାଜ ହଉ, ସମସ୍ତେ ଆଜି ଖୁସିରେ ଏଠି ଦୋଳି ଖେଳୁଛନ୍ତି। ଆଉ ଟିକେ ସନ୍ଧ୍ୟା ସମୟ ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମ ହବ, ତାର ବି ମଜା ନେବେ। ଏଇଟା ଗୋଟେ ଭଲ 2 ବର୍ଷ ଗତ ବର୍ଷ ଦ୍ୱିତୀୟ ବର୍ଷ ଧୁମଧାମରେ ହଉଛି। ଆପଣ କେମିତି ମଞ୍ଚ ସଜା ହେଇଛି, ଧୁମଧାମରେ ପାଳନ। ସେଠି ଦୋଳି ହେଇଛି, ପିଠା ପଣା ଏଗୁଡ଼ା ସବୁ ବ୍ୟବସ୍ଥା କରାଯାଇଛି। ପାନ ବି ଯେଉଁମାନେ ଆସିବେ ରଜପାନ ତାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ପିଠା ମିଠା ଏସବୁର ବ୍ୟବସ୍ଥା। ମୋ ନାଁ ମାମୁନି ଜେନା। ତ ମୁଁ ଏଠିକି ଆସିଥିଲି, ଧଉଳି ବୁଲିବା ପାଇଁ ଆସିଥିଲି। ତ ଏଠି ରଜ ମହୋତ୍ସବ ହେଉଛି। ତ ଏଠି ଦୋଳି ଲାଗିଛି, ପାନ ଖାଇବାର ବି ସୁବିଧା ଅଛି। ତ ବହୁତ ଏନ୍ଜୟ ଲାଗୁଛି, ବହୁତ ଖୁସି ଲାଗୁଛି। ତ ବସ୍ ରଜ ସେଲିବ୍ରେସନ୍ ଅଧା କହିବାକୁ ଗଲେ ଭଲ ରକମରେ ହେଇଛି। ହଁ ଦୋଳି ଝୁଲିଲୁ ଏଠି, ବହୁତ ସାରା ସାଙ୍ଗସାଥି ବି ଦେଖା ହେଲେ, ବହୁତ ଭଲ ଲାଗିଲା। ବରଗଡ଼ ପିଠା। ନାଇଁ ଏଇଟା ମୋର ଫର୍ଷ୍ଟ ଟାଇମ୍। ବହୁତ ଖୁସି ଲାଗୁଛି, ବହୁତ ଲାଇକ୍ ଦୋଳି କୋଉଠି ଝୁଲି ବି ପାରୁନଥିଲି, କାରଣ ଏଠି ଖରା ହଉଛି, ଦୋଳି ସୁବିଧା କୋଉଠି ନାହିଁ। ତ ଏଇଠିକି ଆସିଲି, ବୁଲା ବି ହେଇଗଲା, ଫଟୋ ସୁଟ୍ ବି ହେଇଗଲା, ଦୋଳି ଖେଳା ବି ହେଇଗଲା। ପାନର ସୁବିଧା ତ ସବୁଠି ଆଜିକାଲି ଅଛି। ରଜରେ ତ କୁହନ୍ତି କି ଝିଅମାନଙ୍କୁ କିଛି କାମ କରିବା କଥା ନୁହେଁ, କାରଣ ଯେହେତୁ ବସୁଧା ମାଙ୍କର ଏଇଟା ଟାଇମ୍ ଚାଲିଥାଏ। ତ ସେଥିପାଇଁକା କିଛି କାମ ଦାମ ତ କରୁନୁ, ବୁଲାବୁଲି କରୁଛୁ, ଖୁସି ଲାଗୁଛି।